2026 ମସିହାରେ ଶନି ମହାଗ୍ରହଙ୍କର ଗୋଚର ମିଥୁନ ରାଶି ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମିଥୁନ ରାଶିଜାତ ବ୍ୟକ୍ତିଙ୍କୁ 2026 ମସିହାରେ ଶନି ମହାଗ୍ରହଙ୍କର ପ୍ରଭାବରୁ ବହୁତ ପରିଶ୍ରମ କରିବାକୁ ପଡ଼ିପାରେ, କିନ୍ତୁ ପରିଶ୍ରମର ଫଳ ମିଳିବାରେ ଅହେତୁକ ବିଳମ୍ବ ଦେଖାଯିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାର ବର୍ଷସାରା ଶନି ମିଥୁନ ରାଶିର ଦଶମ କର୍ମଭାବ ମୀନ ରାଶିରେ ଅବସ୍ଥାନ କରୁଥିବାରୁ କର୍ମ ଦେବେ ସତ, କିନ୍ତୁ କର୍ମକ୍ଷେତ୍ରରେ ବିଭ୍ରାଟ ମଧ୍ୟ ସୃଷ୍ଟି କରାଇବେ। ଏପରିକି କର୍ମଚ୍ୟୁତ ଅଥବା କର୍ମକ୍ଷେତ୍ରରେ ସ୍ଥାନାନ୍ତର ମଧ୍ୟ କରିପାରନ୍ତି। ଶନିଙ୍କ ପ୍ରଭାବରୁ ମିଥୁନ ରାଶିଜାତ ବ୍ୟକ୍ତି ମିତବ୍ୟୟୀ ହେବେ। ପଇସା ଖର୍ଚ୍ଚ କଲାବେଳେ ଦେଖି ଚାହିଁ ଖର୍ଚ୍ଚ କରିବେ। ବିଭିନ୍ନ ସ୍ଥାନ ଭ୍ରମଣ କରିବାର ସୁଯୋଗ ଆସିବ, କିନ୍ତୁ ଯାତ୍ରା କଷ୍ଟପ୍ରଦ ହେବ। ଶନିଙ୍କର ସପ୍ତମ ଦୃଷ୍ଟି ମିଥୁନ ରାଶିର ଚତୁର୍ଥ ଭାବ କନ୍ୟା ରାଶି ଉପରେ ରହୁଥିବାରୁ ମାତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ରହିଅଛି। ବନ୍ଧୁ ପରିଜନମାନଙ୍କ ସହିତ ବିରୋଧାଭାସ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନେ ଦେଇଥିବା ପରୀକ୍ଷାରେ ଆଶା ମୁତାବକ ଫଳ ବା ରେଜଲ୍ଟ ପାଇବା କଷ୍ଟକର ହେବ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବେ, ନଚେତ୍ ରାସ୍ତାରେ ଗାଡ଼ି ମଟର ଖରାପ ହୋଇ ଅଟକି ଯିବାର ସମ୍ଭାବନା ରହିଅଛି। ପୁନଶ୍ଚ ଶନିଙ୍କ ପ୍ରଭାବରୁ ପାରିବାରିକ ଜୀବନ ତଳ ଉପର ହେଲା ଭଳି ରହିବ। ଶନିଙ୍କର ଦଶମ ଦୃଷ୍ଟି ମିଥୁନ ରାଶିର ଦାମ୍ପତ୍ୟ ଭାବ ଉପରେ ରହୁଥିବାରୁ ଦାମ୍ପତ୍ୟ ଜୀବନରେ ସାମୟିକ ଝଡ଼ ସୃଷ୍ଟି ହେବ। ଉଚିତ ହେବ ପାର୍ଟନରଙ୍କର କଥାକୁ ଭଲ ଭାବରେ ବୁଝିବା, ପାର୍ଟନରଙ୍କ କଥାକୁ ଭଲ ଭାବରେ ଶୁଣିବା, ତାଙ୍କର ଭାବାବେଗକୁ ସମ୍ମାନ ଦେବା ଏବଂ କୌଣସି ଅପ୍ରିୟ କଥା କହି ପାର୍ଟନରଙ୍କ ମନରେ ଆଘାତ ନ ଦେବା। ଏହି ସମୟରେ ଘନିଷ୍ଠ ସହଯୋଗୀ ମିତ୍ରମାନେ ମଧ୍ୟ କରଛଡ଼ା ଦେବାର ସମ୍ଭାବନା ରହିଅଛି। ମିତ୍ରମାନଙ୍କ ସହିତ ଯୌଥ ବ୍ୟବସାୟ କରୁଥିଲେ ବ୍ୟବସାୟ ଉପରେ ନଜର ଦେବେ, ନଚେତ୍ ବ୍ୟବସାୟରେ କ୍ଷତି ହେବାର ବହୁତ ସମ୍ଭାବନା ଦେଖାଯାଏ। ମିଥୁନ ରାଶିଜାତ ବ୍ୟକ୍ତି ଶନି ମହାଗ୍ରହ ଜନିତ ଅଶୁଭ ଫଳ ଭୋଗ କରୁଥିଲେ ଶନି ମହାଗ୍ରହଙ୍କର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କର ଦର୍ଶନ କରନ୍ତୁ, ପୂଜାର୍ଚ୍ଚନା କରନ୍ତୁ, ବିଶେଷ ସୁଫଳ ପାଇବେ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ତଥା ବୁଧ ମହାଗ୍ରହଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।